ଚାଲନ୍ତୁ ଆଜିର ପ୍ରଶ୍ନଟି ଆଲୋଚନା କରିବା। ତା ପୂର୍ବରୁ ମୁଁ କହି ରଖିବି, ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜିର ପ୍ରଶ୍ନଟି ହେଉଛି, ବିଦଗ୍ଧ ଚିନ୍ତାମଣିର ଲେଖକ କିଏ? ବିଦଗ୍ଧ ଚିନ୍ତାମଣିର ଲେଖକ କିଏ? ଅପସନ୍ ଏ ଗୋପବନ୍ଧୁ ଦାସ, ଅପସନ୍ ବି ଅଚ୍ୟୁତାନନ୍ଦ ଦାସ, ଅପସନ୍ ସି ରାମକୃଷ୍ଣ ନନ୍ଦ, ଅପସନ୍ ଡି ଅଭିମନ୍ୟୁ ସାମନ୍ତ ସିଂହାର। ଆର ସଠିକ୍ ଆନ୍ସରଟି ହେଲା ଅପସନ୍ ଡି ଅଭିମନ୍ୟୁ ସାମନ୍ତ ସିଂହାର ବିଦଗ୍ଧ ଚିନ୍ତାମଣିର ଲେଖକ ଅଟନ୍ତି। 2 ନମ୍ବର ପ୍ରଶ୍ନଟି ହେଉଛି, ମାଟିର ମଣିଷ ପୁସ୍ତକର ଲେଖକ କିଏ? ମାଟିର ମଣିଷ ପୁସ୍ତକର ଲେଖକ କିଏ? ଅପସନ୍ ଏ ଗୋପବନ୍ଧୁ ଦାସ, ଅପସନ୍ ବି ଅଚ୍ୟୁତାନନ୍ଦ ଦାସ, ଅପସନ୍ ସି କାଳନ୍ଦୀ ଚରଣ ପାଣିଗ୍ରାହୀ, ଅପସନ୍ ଡି ଅଭିମନ୍ୟୁ ସାମନ୍ତ ସିଂହାର। ୟାର ସଠିକ୍ ଆନ୍ସର ହେଲା ଅପସନ୍ ସି କାଳନ୍ଦୀ ଚରଣ ପାଣିଗ୍ରାହୀ। ମାଟିର ମଣିଷ ପୁସ୍ତକର ଲେଖକ ହେଉଛନ୍ତି କାଳନ୍ଦୀ ଚରଣ ପାଣିଗ୍ରାହୀ। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନଟି ଆଲୋଚନା କରିବା। 3 ନମ୍ବର ପ୍ରଶ୍ନଟି ହେଉଛି, ଅମୃତ ପୁସ୍ତକର ଲେଖକ କିଏ? ଭଲ ଭାବରେ ପ୍ରଶ୍ନଟି ଶୁଣନ୍ତୁ। ଅମୃତ ପୁସ୍ତକର ଲେଖକ କିଏ? ଅପସନ୍ ଏ ଗୋପବନ୍ଧୁ ଦାସ, ଅପସନ୍ ବି ଗୋପୀନାଥ ମହାନ୍ତି, ଅପସନ୍ ସି କାଳନ୍ଦୀ ଚରଣ ପାଣିଗ୍ରାହୀ, ଅପସନ୍ ଡି ଅଭିମନ୍ୟୁ ସାମନ୍ତ ସିଂହାର। ୟାର ସଠିକ୍ ଆନ୍ସର ହେଲା ଅପସନ୍ ବି ଗୋପୀନାଥ ମହାନ୍ତି। ଅମୃତ ପୁସ୍ତକର ଲେଖକ ହେଉଛନ୍ତି ଗୋପୀନାଥ ମହାନ୍ତି। ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ ଆଲୋଚନା କରିବୁ।